ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଲିପ୍ତ ଯାର ମନ ଶାଗୁଣା ପିଲୁଆ ଚିକିତ୍ସକ ହେଲେ ସବୁକି ପାଇବ ପ୍ରାଣ। ପିଲାମାନେ ଆର୍ଟିଷ୍ଟ ଅଙ୍କଲ କୋଉଭଳି ଭାବରେ ଓଡ଼ିଆ ହସ୍ତାକ୍ଷର ଲେଖୁଛନ୍ତି ତୁମେମାନେ ତ ନିଶ୍ଚିତ ଦେଖୁଥିବ, ଅଭ୍ୟାସ କରୁଥିବ ଏବଂ ଶିଖୁଥିବ। ତେଣୁ ତୁମକୁ ମୁଁ ପ୍ରଥମରୁ କହିଛି ଆଉ ବର୍ତ୍ତମାନ ବି କହୁଛି ଯେ ଯେତେବେଳେ ତୁମେ ଓଡ଼ିଆ ହସ୍ତାକ୍ଷର ଲେଖୁଛ ବହିରେ ଯେଉଁଭଳି ଅକ୍ଷର ଅଛି ସେହିଭଳି ଅକ୍ଷରର ଆକୃତିକୁ ଅନୁସରଣ କରି ନିଜ ହସ୍ତାକ୍ଷର ଖାତାରେ ସେହିଭଳି ଲେଖିବାକୁ ପଡ଼ିବ। ତେଣୁ ବହିର ଅକ୍ଷରର ଆକୃତି ଯେଉଁଭଳି ତୁମେ ହସ୍ତାକ୍ଷର ଲେଖିଲା ବେଳେ ମଧ୍ୟ ସେହିଭଳି ଆକୃତି ତିଆରି କରିବା ପାଇଁ ବା ଲେଖିବା ପାଇଁ ନିଜ ହାତକୁ ସ୍ଥିର କରି ଲେଖିବା ପାଇଁ ଚେଷ୍ଟା କରିବ। ତେବେ ଯାଇ ତୁମର ଓଡ଼ିଆ ହସ୍ତାକ୍ଷର ସୁନ୍ଦର ଦିଶିବ, ପ୍ରାଞ୍ଜଳ ଭାବରେ ତୁମ ଅକ୍ଷର ଗୋଲ ଗୋଲ ହେବ। ତେଣୁ ତମେମାନେ ସବୁବେଳେ ଅଭ୍ୟାସ କଲାବେଳେ ଆଉ ଗୋଟିଏ କଥା ଲକ୍ଷ୍ୟ କରିବ, ଅକ୍ଷର ଠାରୁ ଅକ୍ଷରର ଦୂରତା ରକ୍ଷା କରିବ ଏବଂ ଶବ୍ଦ ଠାରୁ ଶବ୍ଦର ଦୂରତା ମଧ୍ୟ ରକ୍ଷା କରିବ। ତାପରେ କେଉଁଠି କମା ଦିଆଯାଉଛି, କେଉଁଠି ପୂର୍ଣ୍ଣଚ୍ଛେଦ ଦିଆଯାଉଛି, କେଉଁଠି ଉଦ୍ଧୃତ କମା ଦିଆଯାଉଛି, ଏସବୁ ଚିହ୍ନକୁ ମଧ୍ୟ ତମେମାନେ ଲକ୍ଷ୍ୟ କରିବ ଏବଂ ଶବ୍ଦ ଶବ୍ଦ ମଝିରେ କେଉଁଠି ଏହିସବୁ ଚିହ୍ନକୁ ପ୍ରୟୋଗ କରାଯାଉଛି ତାକୁ ମଧ୍ୟ ଧ୍ୟାନ ଦେବ। ତେବେ ଆସ ଦେଖିବା ଆର୍ଟିଷ୍ଟ ଅଙ୍କଲ କେଉଁଭଳି ଭାବରେ ଓଡ଼ିଆ ହସ୍ତାକ୍ଷର ଲେଖୁଛନ୍ତି। ଆଉ ହଁ, ଯେଉଁମାନେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହଁ ସବସ୍କ୍ରାଇବ୍ କରିନିଅ, ବେଲ୍ ଆଇକନ୍କୁ ଦବାଇ ଦିଅ ଏବଂ ତୁମ ସାଙ୍ଗମାନଙ୍କୁ ସେୟାର କର, ଯାହାଫଳରେ ସେମାନେ ମଧ୍ୟ ଓଡ଼ିଆ ହସ୍ତାକ୍ଷର ଶିଖିପାରିବେ। ଏବଂ ମୋତେ ସବସ୍କ୍ରାଇବ୍ କଲେ ତମେ ଓଡ଼ିଆ ହସ୍ତାକ୍ଷର, ହିନ୍ଦୀ ହସ୍ତାକ୍ଷର, ଇଂରାଜୀ ହସ୍ତାକ୍ଷର ଏବଂ ଚିତ୍ରାଙ୍କନ, ଅଭିନୟ, ବିଭିନ୍ନ କୌତୁକିଆ କଥା ଶୁଣିବାକୁ ପାଇପାରିବ। ତେବେ ଚାଲ ଦେଖିବା ଆର୍ଟିଷ୍ଟ ଅଙ୍କଲ କେଉଁଭଳି ଭାବରେ ଓଡ଼ିଆ ହସ୍ତାକ୍ଷର ଲେଖୁଛନ୍ତି। ଧନ୍ୟବାଦ।